ବର୍ତ୍ତମାନ ଓଡ଼ିଶାର ଦୁଇ ବଡ଼ ସୁପରଷ୍ଟାର ହେଉଛନ୍ତି ଅନୁଭବ ମହାନ୍ତି ଏବଂ ବାବୁସାନ ମହାନ୍ତି। ଅନୁଭବ ମହାନ୍ତିଙ୍କର ଆଗକୁ ରାବଣ ସିନେମା ଆସିବାକୁ ଯାଉଥିବା ବେଳେ ବାବୁସାନ ମହାନ୍ତିଙ୍କର ନବଗୁଞ୍ଜର ଆସିବାକୁ ଯାଉଛି। ରାବଣ ସିନେମା ଚଳିତ ବର୍ଷ ଦଶହରାରେ ରିଲିଜ ହେବାକୁ ଯାଉଥିବା ବେଳେ ବାବୁସାନ ମହାନ୍ତିଙ୍କ ନବଗୁଞ୍ଜର 2027 ମସିହା ରଜରେ ରିଲିଜ ହେବ। ତେବେ ସବୁଠାରୁ ବଡ଼ କଥା ହେଲା ବର୍ତ୍ତମାନ ଅନୁଭବ ମହାନ୍ତିଙ୍କୁ ଦେଖା କରିଛନ୍ତି ବାବୁସାନ ମହାନ୍ତିଙ୍କ ନିର୍ଦ୍ଦେଶକ। ବାବୁସାନ ମହାନ୍ତିଙ୍କ ନିର୍ଦ୍ଦେଶକ ଅନୁଭବ ମହାନ୍ତିଙ୍କୁ ଦେଖା କରିଥିବା ଏହି ଫଟୋଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି। ତେବେ ଚାଲନ୍ତୁ ଆଜି କଥା ହେବା ବାବୁସାନ ମହାନ୍ତିଙ୍କ କେଉଁ ନିର୍ଦ୍ଦେଶକ ବର୍ତ୍ତମାନ ଅନୁଭବ ମହାନ୍ତିଙ୍କୁ ଦେଖା କରିଛନ୍ତି। ପ୍ରାୟ 3 ବର୍ଷ ତଳେ ବାବୁସାନ ମହାନ୍ତିଙ୍କ ଏକ ବିଗ୍ ବଜେଟ୍ ଓଡ଼ିଆ ସିନେମାର ଘୋଷଣା କରାଯାଇଥିଲା। ସିନେମାର ନାଁ ରହିଥିଲା ଅନ୍ତର୍ଯାମୀ। ତେବେ ସିନେମାକୁ କେବଳ ଓଡ଼ିଆ ଭାଷାରେ ନୁହେଁ, ଓଡ଼ିଆ ସମେତ ପାଖାପାଖି 6ଟି ଭାଷାରେ ସାରା ଭାରତରେ ରିଲିଜ କରାଯିବ ବୋଲି ମଧ୍ୟ ସୂଚନା ଦିଆଯାଇଥିଲା। ନିକଟରେ ଏହି ସିନେମାର ସୁଟିଂ ମଧ୍ୟ ଶେଷ ହୋଇଯାଇଛି। ତେବେ 3 ବର୍ଷ ବିତି ଯାଇଥିଲେ ମଧ୍ୟ ଏହି ସିନେମାର ରିଲିଜକୁ ନେଇ ଏଯାଏ କୌଣସି ବି ଘୋଷଣା କରାଯାଇନାହିଁ। ସିନେମାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଶିବା ସତ୍ୟମ। ତେବେ ସବୁଠାରୁ ବଡ଼ କଥା ହେଲା ଏହି ସିନେମାର ନିର୍ଦ୍ଦେଶକ ଶିବା ସତ୍ୟମ ବର୍ତ୍ତମାନ ଅନୁଭବ ମହାନ୍ତିଙ୍କୁ ଦେଖା କରିଛନ୍ତି। ଅନୁଭବ ମହାନ୍ତିଙ୍କ ରାବଣ ସିନେମାର ସୁଟିଂ ବର୍ତ୍ତମାନ ରାମୋଜୀ ଫିଲ୍ମ ସିଟିରେ ଜୋରଦାର ଚାଲିଛି। ତେବେ ରାମୋଜୀ ଫିଲ୍ମ ସିଟିରେ ଶିବା ସତ୍ୟମ ଅନୁଭବ ମହାନ୍ତିଙ୍କୁ ଦେଖା କରିଥିବା ଏହି ଫଟୋଟି ବର୍ତ୍ତମାନ ଖୁବ୍ ଭାଇରାଲ ହେବାରେ ଲାଗିଛି। ତେବେ ବାବୁସାନ ମହାନ୍ତିଙ୍କ ଅନ୍ତର୍ଯାମୀ ସିନେମାକୁ ନେଇ ଆପଣ କେତେ ଏକ୍ସାଇଟେଡ୍ ଅଛନ୍ତି କମେଣ୍ଟ ବକ୍ସରେ ନିଶ୍ଚିନ୍ତ ଜଣାନ୍ତୁ। ଭିଡ଼ିଓଟି ପସନ୍ଦ ଆସିଥିଲେ ଲାଇକ୍, ସେୟାର ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି।